ଝାରସୁଗୁଡ଼ାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଗଣେଶ ଉପାଧ୍ୟାୟଙ୍କ 216ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ସ୍ୱାଧୀନତା ସଂଗ୍ରାମୀ ଶହୀଦ ଗଣେଶ ଉପାଧ୍ୟାୟ 8 ସେପ୍ଟେମ୍ବର 1809 ଖ୍ରୀଷ୍ଟାବ୍ଦରେ ଝାରସୁଗୁଡ଼ା ନିକଟସ୍ଥ ସିଙ୍ଗାଭଗା ଗ୍ରାମର ଗୌତିଆ ପରିବାରରେ ଜନ୍ମଗ୍ରହଣ କରି ବୀର ସୁରେନ୍ଦ୍ର ସାଏଙ୍କର ଜଣେ ଘନିଷ୍ଠ ସହଯୋଗୀ ଭାବରେ ଇଂରେଜମାନଙ୍କ ବିରୁଦ୍ଧରେ ହୋଇଥିବା ସଶସ୍ତ୍ର ସଂଗ୍ରାମରେ ସମସ୍ତ ପ୍ରକାର ସହଯୋଗ କରିଥିଲେ ଏବଂ ତାଙ୍କ ଦୁଇ ପୁତ୍ରଙ୍କୁ ମଧ୍ୟ ଯୁଦ୍ଧକ୍ଷେତ୍ରକୁ ପ୍ରେରଣ କରି ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିଲେ। ପରବର୍ତ୍ତୀ ସମୟରେ ଇଂରେଜମାନଙ୍କ ଦ୍ୱାରା ବନ୍ଦୀ ହୋଇ ରାଜଦ୍ରୋହ ଦୋଷରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ 1862 ମସିହାରେ ସମ୍ବଲପୁର ଜେଲରେ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା। ଝାରସୁଗୁଡ଼ାର ୟଙ୍ଗଷ୍ଟାର ଚେରିଟେବଲ୍ ଟ୍ରଷ୍ଟ ଓ ଶହୀଦ ଗଣେଶ ଉପାଧ୍ୟାୟ ସ୍ମୃତି ଚାରଣ ସମିତି ତରଫରୁ ଝାରସୁଗୁଡ଼ା ସ୍ୱାଧୀନତା ସଂଗ୍ରାମୀ ଶହୀଦ ଗଣେଶ ଉପାଧ୍ୟାୟଙ୍କ 216ତମ ଜୟନ୍ତୀ ପାଳନ ଅବସରରେ ପ୍ରଥମେ ଅପରାହ୍ନ 4 ଘଣ୍ଟିକା ସମୟରେ ତାଙ୍କ ଜନ୍ମସ୍ଥାନ ସିଙ୍ଗାଭଗା ସମଲେଶ୍ୱରୀ ମନ୍ଦିର ଠାରେ ପୂଜାର୍ଚ୍ଚନା ପରେ ସନ୍ଧ୍ୟା 5:30 ସମୟରେ ଝାରସୁଗୁଡ଼ାରୁ ସ୍ୱାଧୀନତା ସଂଗ୍ରାମର ଗଣେଶ ଉପାଧ୍ୟାୟଙ୍କ ବଳିଦାନ ଉପରେ ଏକ ବିଶେଷ ଆଲୋଚନା ଚକ୍ର ଓ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯାଇଥିଲା। ଭବ୍ୟ ଆୟୋଜନ ହୋଟେଲ ମୋହିନୀ ରୟାଲ ଠାରେ ହୋଇଥିଲା। ଝାରସୁଗୁଡ଼ାରେ ପାଳନ କରାଯାଇଥିଲା। ସମ୍ମାନିତ ଅତିଥି ଭାବରେ ବାଲଗୋବିନ୍ଦ ମିଶ୍ର, ସଭାପତି ବରିଷ୍ଠ ନାଗରିକ ସଂଘ, ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ୍ ସୀତାରାମ ବିର୍ତିଆ, ପଶ୍ଚିମ ଓଡ଼ିଶା ବରିଷ୍ଠ ନାଗରିକ ସଂଘ ସଭାପତି ତଥା ଶିକ୍ଷାବିତ୍ ଟହଲୁ ସାହୁ, ଶହୀଦଙ୍କ ଦାୟଦ ଭାବେ ମୀନା ଉପାଧ୍ୟାୟ, ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବ ସଦସ୍ୟ ମନ୍ଦାକିନୀ ଶତପଥୀ ଓ ବ୍ରଜରାଜନଗରରୁ ଶିବପ୍ରିୟା ମିଶ୍ର, ଦିଲ୍ଲୀ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ଡାକ୍ତର ସୁଜାତା ଲେଙ୍କା ଓ ଟ୍ରଷ୍ଟ ସଭାପତି ଇଞ୍ଜିନିୟର ଅରବିନ୍ଦ ବାରିକ ପ୍ରମୁଖ ମଞ୍ଚାସୀନ ଥିଲେ। ବ୍ୟସ୍ତବହୁଳ ନୂଆଖାଇ ଦିନ ମଧ୍ୟରେ ସହରର ବହୁ ସଂଖ୍ୟାରେ ସାମାଜିକ ଅନୁଷ୍ଠାନ ତଥା ବିଭିନ୍ନ ବୁଦ୍ଧିଜୀବୀ, ଅଧ୍ୟାପକ, ସ୍କୁଲ ଶିକ୍ଷକ, ବରିଷ୍ଠ ନାଗରିକ, ଯୁବଗୋଷ୍ଠୀ ଓ ମହିଳା ଆଦି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଝାରସୁଗୁଡ଼ା ଜିଲ୍ଲାର ଏହି ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଗଣେଶ ଉପାଧ୍ୟାୟଙ୍କ ଦେଶ ପାଇଁ ତ୍ୟାଗ ଓ ବଳିଦାନର ଗୌରବମୟ ଇତିହାସକୁ ସ୍ମରଣ କରି ଆଗାମୀ ପିଢ଼ିକୁ ପହଞ୍ଚାଇବା ଆମର କର୍ତ୍ତବ୍ୟ ବୋଲି ମଞ୍ଚରୁ ପ୍ରକାଶ ପାଇଥିଲା। ଶହୀଦଙ୍କ ଇତିହାସକୁ ଚିରଦିନ ପାଇଁ ଉନ୍ମୋଚିତ କରି ରଖିବା ପାଇଁ ଝାରସୁଗୁଡ଼ାର 5 ଜଣ ସ୍ୱାଧୀନତା ସଂଗ୍ରାମୀ ଶହୀଦଙ୍କ ମୂର୍ତ୍ତି ଓ ପାଖାପାଖି 80 ଜଣ ସ୍ୱାଧୀନତା ସଂଗ୍ରାମୀଙ୍କର ନାମ ସହିତ ଏକ ସ୍ମୃତିସମ୍ଭ ସହରର କେନ୍ଦ୍ରସ୍ଥଳୀ ତଥା ସ୍ୱାଧୀନତା ସଂଗ୍ରାମର ବିଶେଷ ଭୂମିକା ବହନ କରୁଥିବା ଝଣ୍ଡା ଛକଠାରେ ସ୍ଥାପନ ପାଇଁ ଇଞ୍ଜିନିୟର ଅରବିନ୍ଦ ବାରିକ ସମସ୍ତଙ୍କର ସାହାଯ୍ୟ ସହଯୋଗ କାମନା କରିଥିଲେ। ସାହିତ୍ୟିକ ସୀତାରାମ ଶହୀଦଙ୍କ ବିଷୟରେ ଆହୁରି ତଥ୍ୟ ପାଇଁ ସମ୍ବଲପୁର ଜେଲ୍ ତଥା ସମ୍ବଲପୁର ଇତିହାସକୁ ତର୍ଜମା କରିବାର ଆବଶ୍ୟକତା ଅଛି ବୋଲି କହିଥିଲେ। ଦିଲ୍ଲୀ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ଡାକ୍ତର ସୁଜାତା ଲେଙ୍କା ତାଙ୍କ ସ୍କୁଲରେ ଶହୀଦଙ୍କ ଉପରେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଇବେ ବୋଲି କହିଥିଲେ। ଆଲୋଚନା ଚକ୍ରରେ ସହରର ବହୁ ଆଲୋଚକ, ସାହିତ୍ୟିକ, ଗବେଷକ ସାମିଲ ହୋଇଥିଲେ। ସ୍ୱାଧୀନତା ସଂଗ୍ରାମୀମାନଙ୍କର ଦାୟଦମାନଙ୍କୁ ଏହି ସଭାରେ ସମ୍ମାନିତ କରାଯାଇଥିଲା। ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟଦ ଯଥା ବିହାରୀରାମ ତନ୍ତୀ, ତାଲପଟିଆର ସ୍ୱାଧୀନତା ସଂଗ୍ରାମୀ ବୁଦ୍ଧଦେବ ମହାନନ୍ଦ, ଚମନଲାଲ ଶ୍ରୀବାସ, ସୁଖଦେବ ଶ୍ରୀବାସ ଓ ଚନ୍ଦ୍ର ପ୍ରଗତି ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। କଣ୍ଠଶିଳ୍ପୀ ରାଜଶ୍ରୀ ତ୍ରିପାଠୀଙ୍କ ଦ୍ୱାରା ସମଲେଇ ଭଜନ ଓ ଏ ମେରେ ବତନ କି ଲୋଗୋं ଜରା ୟାଦ କରୋ କୁର୍ବାନୀ ଉପସ୍ଥିତ ବୁଦ୍ଧିଜୀବୀମାନଙ୍କର ହୃଦୟ ଜିଣିଥିଲା ଓ ସମସ୍ତେ ଭାବବିହ୍ୱଳ ହୋଇଯାଇଥିଲେ। ୟଙ୍ଗଷ୍ଟାର୍ସ ଚେରିଟେବଲ୍ ଟ୍ରଷ୍ଟରୁ ରାଜେଶ ପାଢ଼ୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ସଭାପତି ଇଞ୍ଜିନିୟର ଅରବିନ୍ଦଙ୍କ ସଭାପତିତ୍ୱରେ ସଭା ପରିଚାଳନା କରାଯାଇଥିଲା। ଟ୍ରଷ୍ଟ କର୍ମକର୍ତ୍ତାମାନଙ୍କ ମଧ୍ୟରେ ଇଞ୍ଜିନିୟର ଅରବିନ୍ଦ ବାରିକ, ରାଜେଶ ପାଢ଼ୀ, ଫକୀର ମୋହନ ବାରିକ, ବିଜୟ ସାଇଗଲ, ଭାର୍ଗବ ବିର୍ତିଆ, ବସନ୍ତ ରୋହିଦାସ, ଶୁଭମ ମେହେର, ରାଜା ମହାରଣା ଓ ଅନ୍ୟାନ୍ୟ କର୍ମକର୍ତ୍ତାବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାର ସହଯୋଗ କରିଥିଲେ। তারপরে ঝরঘাটি, তারপরে গড়পাটি, তারপরে উদোপাটি, তার বাহিরে আমার সম্বলপুর পাখে মধ্যে যে পর্বত মানে আছে সেই পর্বত মানে দুর্গ তৈরি করছে। সে দুর্গটা কেন দুর্গটা ঘর বাকি সে তৈরি করি সে কেনা করছে সে পাহাড়ের শীর্ষ দেশে সে কেনা করছে যে পথর মাটি কান্থ তৈরি করছে। পথর মাটি কান্থ আর সেখানে মাটি কান্থ কারণ হচ্ছে কোণা বিভিন্ন জায়গায় কোণা রয়েছে। দরকার সেখানে কেনা করতে তীর চলে পারবে আউ গুলি মধ্যে চলে পারবে উপরে পাহাড়ের শীর্ষে ସେମାନେ ଥିଲେ। ତାର ବାହାରେ ସେଇ ଯୋଉ
ମାଟି କାନ୍ଥ ତିଆରି କରିଥିଲେ ପଥରର ମାଟି କାନ୍ଥ ତାର ସାମନାରେ ସେମାନେ କାଣା କରିଥିଲେ ଶିଆଳିରଟା ଯେଟା ମିଶିବେ ଅର୍ଥାତ୍ ମିଶିବେ ଶିଆଳିରଟାରେ ସେମାନେ କାଣା କରିଥିଲେ ପଥର ବାନ୍ଧିକି ରଖିଥିଲେ ପଥର ବାନ୍ଧି ତ ତାର ଉଦ୍ଦେଶ୍ୟ କାଣା ହଉଛି ପଥର ବାନ୍ଧାର ଉଦ୍ଦେଶ୍ୟ ହଉଛି ଯେ ଯଦି ସେମାନେ ଉପରକୁ ଚଢ଼ାଇ ଚେଷ୍ଟା କରିବେ ତ ସେଟା କାଟିବେ ପଥର ଖସିଗଲେ ସେମାନେ ଆଉ ଉପରକୁ ଚଢ଼ାଇକେ କେତେବେଳେ ସକ୍ଷମ ହେଇପାରିବେ ତ ସେଥିପାଇଁ ଆଉ ଗୋଟେ ସେମାନେ କାଣା କରିଥିଲେ ଯଦି ସେମାନେ ସକ୍ଷମ ହେଇଗଲେ ତାଙ୍କର ଉପରେ ଭାରି ପଡ଼ିଗଲେ ସେଇ ସମୟରେ ସେମାନେ କାଣା କରିଥିଲେ ସୁଡ଼ଙ୍ଗ ମଧ୍ୟ ତିଆରି କରିଥିଲେ ଖସିଯିବା ଲାଗି ଆଉ ରାସ୍ତାଟେ ତିଆରି କରିଥିଲେ ସେଟା ମଧ୍ୟ ବର୍ତ୍ତମାନ ଗବେଷଣା ସାପେକ୍ଷ ସେ ସୁଡ଼ଙ୍ଗ ମଧ୍ୟ ନିଶ୍ଚିତ ଭାବରେ ଥିବ ଆଉ ଏଇଟା ଯୋଉ ଥିଲା ପାଖରେ ଯୋଉ ମହାଲା ଖଣ୍ଡା ପର୍ବ ସେଇଦିନ ମଧ୍ୟ ତାଙ୍କର ଦୁଃଖ ବୀର ସୁରେନ୍ଦ୍ର ସାହେବଙ୍କ ଜନ୍ମସ୍ଥାନ ବାବୁଖିଣ୍ଡା ପାଖରେ ମଧ୍ୟ ମହିଳା ମହିଳା ପର୍ବ ସେଇଠି ମଧ୍ୟ ସେମାନେ ତାଙ୍କର ଆସ୍ଥାନ ଜମି କରି ରଖୁଥିଲେ ତ ଏଇ ସବୁ ବିଭିନ୍ନ ଯେଉଁ ତାପରେ ତାଙ୍କର ଥିଲା ରଣନୀତି